କିଏ ଯଦି ଆପଣଙ୍କ ବିରୋଧରେ ଅନ୍ୟମାନଙ୍କ ପାଖରେ ଗପୁଛି ବା କିଏ ଆପଣଙ୍କ ବଦନାମ କରୁଛି, ତେବେ ଆପଣ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ ଆପଣଙ୍କର ବିଜ୍ଞାପନ ମାଗଣାରେ କରୁଛି। ଆପଣଙ୍କୁ ଯେଉଁ କେତେଜଣ ଲୋକ ଜାଣିନଥିବେ, ସିଏ ଆପଣଙ୍କୁ ଜଣେଇ ଦେଉଛି ଯେ ଆପଣଙ୍କର ପରିଚୟ କ'ଣ। ତେଣୁ କେହି ଜଣେ ଯଦି ଆପଣଙ୍କ ବିରୋଧରେ ଗପୁଛି, ତାକୁ ନେଇକି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ତାକୁ ନେଇକି ଚିନ୍ତା କରିବାର ଆବଶ୍ୟକତା ନାହିଁ। ବରଂ ଖୁସି ହେବାର ଆବଶ୍ୟକତା ଯେ ଇଏ ମୋର ବିଜ୍ଞାପନ କରାଉଛି ଏବଂ ମୋତେ ଅନ୍ୟ ଲୋକଙ୍କ ଆଗରେ ପରିଚିତ କରାଉଛି। ସବୁ ଜିନିଷକୁ ଯଦି ଆମେ ନେଗେଟିଭ୍ ନ ନେଇ ପଜିଟିଭ୍ ୱେରେ ନେବା, ନିଶ୍ଚିତ ଭାବେ ଆମେ ସବୁ କଥାରେ ଜିତିପାରିବା। କିନ୍ତୁ ଆମେ କ'ଣ କରନ୍ତି ଆଜ୍ଞା, ଯଦି କିଏ ଆମ ବିଷୟରେ ଅଯଥା ଗପିଲା କି ବିରୋଧରେ ଗପିଲା, ତେବେ ଆମେ ସେଇଟାକୁ ଏତେ ମାତ୍ରାରେ ନେଗେଟିଭ୍ ନେଇ ନିଅନ୍ତି ଏବଂ ଆମ ମାନସିକ ସ୍ତରରେ ତାକୁ ଭାବିକି ଆମେ ଏତେ ଦୁର୍ବଳ ହେଇଯାଆନ୍ତି। ସେହି ସମୟରେ ଅନ୍ୟମାନେ ଆମ ଉପରେ ପ୍ରହାର କରିବା ଆରମ୍ଭ କରିଦିଅନ୍ତି ଏବଂ ଆମକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଚୁରମାର କରିଦିଅନ୍ତି। ସବୁ କଥାରେ ଆମକୁ ପଜିଟିଭନେସ୍ ଯଦି ଆମେ ଆଣିଲେ, ସବୁ କଥାରେ ଆମେ ପଜିଟିଭ୍ ୱେରେ ଯଦି ଆମେ କଥାକୁ ନେଲେ, ହୁଏତ ଆମେ ସେ ଲୋକଠାରୁ ଦୂରେଇ ଯାଇପାରିବା। କିନ୍ତୁ ଆମେ ତା ସହିତ ଗଣ୍ଡଗୋଳ କରିକିରି ନେଗେଟିଭ୍ ମାନସିକତାକୁ ନେଇକିରି ବଞ୍ଚିବା ଅନୁଚିତ। ଏଇ ତ ଜୀବନର କଥା।